ସମ୍ବଲପୁର ଗ୍ରାମରେ ସନରାମ ତାର ସ୍ତ୍ରୀ ସୀତା ଏବଂ ପୁଅ ଜଟିଆ ସହିତ ରହୁଥିଲା। ସୀତା ତାର ପୁଅକୁ ବହୁତ ଭଲ ପାଉଥିଲା। କିଛି ଦିନ ପରେ ସୀତାକୁ ହାର୍ଟ ଆଟାକ୍ ହୋଇଗଲା ଆଉ ସୀତା ମରିଗଲା। ତାପରେ ସନରାମ ଜଟିଆ ପାଇଁ ବହୁତ ଟେନସନରେ ରହିଲା ଆଉ ସନରାମ ଦ୍ୱିତୀୟ ବିବାହ କଲା। ପୂଜା ସହିତ ସନରାମର ବାହାଘର ହେଲା। ସନରାମ ପୂଜା ଆଉ ଜଟିଆକୁ ବହୁତ ଭଲ ପାଉଥିଲା। ଦିନେ ରାତି 2ଟା ସମୟରେ ପୂଜା ଉଠିଲା ଆଉ ଯାଦୁ କରିବାକୁ ଲାଗିଲା। ପୂଜାର ପାଟିର ଶବ୍ଦ ଶୁଣି ଜଟିଆ ଉଠି ପଡ଼ିଲା ଆଉ ସିଏ ପୂଜାକୁ ଦେଖିନେଲା। ତା ପରଦିନ ସକାଳ ଜଟିଆ ସନରାମକୁ ଯାଇ ପୂଜା ବିଷୟରେ ସବୁ କଥା କହିଲା। ତାପରେ ସନରାମ ଜଟିଆ କଥାକୁ ବିଶ୍ୱାସ ନ କରି ସେଠାରୁ ଯିବାକୁ ବସିଲା। ତା ପରଦିନ ପୂଜା ଦେହରେ ଗୋଟିଏ ଭୂତ ପଶିଗଲା ଆଉ ସେ ଜଟିଆକୁ ମାରିବା ପାଇଁ ଗୋଡ଼ାଇଲା। ସେହି ସମୟରେ ସନରାମ କାମକୁ ଯାଉଥିଲା। ଜଟିଆ ଡରିଯାଇ ଗୋଟିଏ ରୁମରେ କବାଟ ବନ୍ଦ କରି ଲୁଚି ବସିଲା ଆଉ ତାର ମା ସୀତାକୁ ମନେ ପକାଇଲା ଆଉ କହିଲା, ମା, ମୋତେ ତୁ ଏଠୁ ବଞ୍ଚାଇ ଦେ। ମୋ ପୂଜା ମା ଉପରେ ଗୋଟିଏ ଭୂତ ପଶିଯାଇଛି। ଦୟାକରି ମୋତେ ବଞ୍ଚାଇ ଦିଅ। ତାପରେ ସୀତା ଭୂତ ହୋଇ ଜଟିଆ ପାଖକୁ ଆସିଲା ଆଉ କହିଲା, ପୁଅ, ଜମା ଡର ନାହିଁ, ମୁଁ ତତେ ସାହାଯ୍ୟ କରିବି। ତୁ ଗୋଟିଏ କାମ କର, ଆମ ଗାଁ ପାଖରେ ମନ୍ଦିରକୁ ଯିବୁ ଆଉ ସେଥିରେ କିଛି ଗଙ୍ଗା ଜଳ ନେଇ ଆସେ ଆଉ ପୂଜା ଉପରେ ପକେଇ ଦେବୁ। ତାପରେ ପୂଜା ଦେହରେ ଥିବା ଭୂତ ମରିଯିବ। ତା ପରଦିନ ରାତିରେ ପୂଜା ଭୂତ ଶୋଇଥିଲା। ଏହା ଦେଖି ଜଟିଆ ମନ୍ଦିରକୁ ଯାଇ ଗଙ୍ଗା ଜଳ ନେଇ ଆସିଲା ଆଉ ପୂଜା ଭୂତ ଉପରେ ପକାଇ ଦେଲା। ପୂଜା ଦେହରେ ଥିବା ଭୂତ ମରିଗଲା। ତାପରେ ଜଟିଆ ସନରାମ ଏବଂ ପୂଜା ଖୁସିରେ ରହିଲେ ଆଉ ଜଟିଆ କଥା ଶୁଣି ସନରାମ ଏବଂ ପୂଜା ଜଟିଆର ପ୍ରଶଂସା କଲେ। ବନ୍ଧୁଗଣ, ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ବନ୍ଧୁଗଣ, ଏହି ପିକ୍ଚରଟିକୁ ଭଲ କରି ଦେଖନ୍ତୁ ଆଉ ଆମକୁ କୁହନ୍ତୁ କିଏ କାହାକୁ ଧୋକା ଦେଉଛି। ବନ୍ଧୁଗଣ, ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭଲ କରି ଦେଖନ୍ତୁ ବନ୍ଧୁଗଣ, ଏଠାରେ ସନରାମ କବାଟ ପାଖରେ ଛିଡ଼ା ହେଇଛି କିନ୍ତୁ ଜଟିଆ ପୂଜା ସହିତ ଅଛି। କିନ୍ତୁ ଏଠାରେ ଗୋଟିଏ ଫଟୋ ରଖାଯାଇଛି। ଫଟୋରେ ପୂଜା ସହିତ ସନରାମର ଫଟୋ ଅଛି। ଏହାର ଅର୍ଥ ପୂଜା ହେଉଛି ସନରାମର ସ୍ତ୍ରୀ। କିନ୍ତୁ ପୂଜା ଜଟିଆ ସହିତ ଖଟ ଉପରେ କ'ଣ କରୁଛି? ତେଣୁ ପୂଜା ସନରାମକୁ ଧୋକା ଦେଉଛି।